ଚତୁର୍ଥସ୍କନ୍ଧ 29 ଅଧ୍ୟାୟ। ମୈତ୍ର ଉବାଚ। ତେଜେ ପ୍ରାଚୀନ ନୃପବର ନାରଦ ପାଦେ ଦେଇ ଶିର ରାଜବାଚ। ଭମୁନି ତୁମ୍ଭେ ଜ୍ଞାନ ପର କହିଲେ ଅଧ୍ୟାତ୍ମ ବିଚାର। ତୁମ୍ଭେ ପରୀକ୍ଷା ବାଦେଣ କହିଲ ସେ ସଂଖ୍ୟା କାରଣ। ମୁଁ ବୁଝି ନ ପାରିଲି ଚିତ୍ତେ ଛେଦି ସଂଶୟ କହ ମତେ। ଯେ ମାର୍ଗେ ବୁଝିଲହିଁ ମୁଇଁ ସେ ଭାବେ କହିବା ଗୋସାଇଁ। ଯେବା ପଣ୍ଡିତ ଦୃଢ଼ ମତି ଏ ଅନୁଭବ ସେ ଜାଣନ୍ତି। ଆତ୍ମାର ନାହିଁ ଏଣେ ଜ୍ଞାନ ବିଷୟ ଛନ୍ନେ ଅବିଚ୍ଛିନ୍ନ। ଏଣୁ ନ ଧରେ ଜ୍ଞାନ ରତି ବିବେକ ନୁହେଁ ଆମ୍ଭମତି। ଭମୁନି ଫେଡ଼ ପ୍ରତି ତାହା ମୋର୍ଥେ କହ ପୁଣ୍ୟ ଦେହା। ସେ ପୁରଞ୍ଜନର ବିଚାର ଶ୍ରବଣେ ହେବ ଜ୍ଞାନ ମୋର। ଶୁଣ ନାରଦ ମହାଋଷି ତା ଭାବେ କହନ୍ତି ବିଶ୍ୱାସୀ। ନାରଦ ବାଚ। ଶୁଣ ରାଜନ ସାବଧାନ କହିବା ଏ ପରୋକ୍ଷ ଜ୍ଞାନ। ପୁରୁଷ ପୁରୁଞ୍ଜନ ଯେଉ କର୍ମର ପୁର କଲା ସେଉ। ଏମନ୍ତେ ନାନା ପୁର କରି ଏ ଜୀବ ତା ମଧ୍ୟରେ ବି ହରି। ଅଜ୍ଞାନ ସଖା ଯାକୁ କହି ଈଶ୍ୱର ନାମ ଅଟେ ସେଇ। ସେ ନାମ ରୂପର ବାହାର ଏଣୁ ଅଜ୍ଞାନ ନାମ ତାର। ସେ ନଗ୍ର ପ୍ରକୃତି ଗଣକୁ ପରୁଷ ଇଚ୍ଛଇ ଭୋଗକୁ। ଏଣୁ ଏ ପୁର ନବଦ୍ୱାରେ ରଚନା କଲା ଏ ବ୍ୟବହାରେ। ଯେ ପୁରେ ପଦ ହସ୍ତ ଘେନି କରଇ କର୍ମ ଲାଭ ହାନି। ସେ ପୁରେ ଥାଇ କର ଭୋଗ ମାୟା ନିର୍ବନ୍ଧେ ଅନୁରାଗ। ଏ ରୂପେ ପୁଣ୍ୟ ପୁର ସେଇ ଭୋଗ ସୁଖାଦି ନୁହେଁ ତହିଁ। ଏ ଯେ ମାନବ କଳେବର ଅଶେଷ ଦେହ ମଧ୍ୟ ସାର। ଏ ପୁର ମଧ୍ୟ ଜୀବ ରହି ଇନ୍ଦ୍ରି ବିଷୟର ସେ ମଇ। ବିବିଧ ଭୋଗ ସୁଖ ସାର ଜୀବ ଭୁଞ୍ଜ ଇଏ ମନ୍ଦିର। ସେ ପୁର ମଧ୍ୟ ବୁଦ୍ଧି ନାରୀ ଏକାଳେ ସର୍ବତ୍ର ବିହରି। ସେ ଯେ ସମତେ ହୋଇ ଛନ୍ନ କହ ଇଏ ମୋର ସଦନ। ସେ ନାରୀ ବସେ ଜୀବ ଥାଇ ଇନ୍ଦ୍ରିୟ ଭୋଗେ ତୁଷ୍ଟ ହୋଇ। ଇନ୍ଦ୍ରିୟ ଗଣେ ବୁଦ୍ଧି ସଖା ବିଷୟ ହୃଦେ ସଖା ଲେଖା। ଏ ଜ୍ଞାନ କର୍ମ ଇନ୍ଦ୍ରି ଗଣେ ପୁରୁଷ ଭୋଗ ବସେ ଟାଣେ। ଅଜ୍ଞାନ କର୍ମ ଇନ୍ଦ୍ରି ଦେଶ ୟାଙ୍କ ଭୋଗେ ଜୀବ ତୋଷ। ଏ ପାପ ପୁଣ୍ୟ ଆଦି କରି ବଳେ ଭୁଞ୍ଜଇ କର୍ମ କରି। ଏ ପୁର ଦ୍ୱାରି ସର୍ପ ସେଇ ଏ ଦେହ ପଞ୍ଚ ପ୍ରାଣ ଯେଇ। ମୋ ପଞ୍ଚବୃତ୍ତିରେ ସଞ୍ଚାର ଏଣୁ କହିଲି ପଞ୍ଚସର। ଉତ୍ତମ ବୋଲି ଯାହା କହି ମନର ନାମ ଅଟେ ସେଇ। ଦଶ ଇନ୍ଦ୍ରିୟ ଅନାମକ ତାକୁ ଜିଣନ୍ତା ନାହିଁ ଲୋକ। ତାକୁ ଜିଣନ୍ତା ଯେ ଭାଜନ ସେ ଯୋଗ୍ୟ ଏ ତିନି ଭୁବନ। ଉତ୍ତର ଦକ୍ଷିଣ ଯା କହି ମନର ନାମ ଅଟେ ସେଇ। ଏ ପଞ୍ଚ ବିଷୟ ଜଞ୍ଜାଳ ଏହା ତୁ ବୁଝ ମହିପାଳ। ମନ ଇନ୍ଦ୍ରିୟ ଚକ୍ଷୁ କହି ଏ ପୁର ନବଦ୍ୱାରେ ସେଇ। ଏବେ ନିନାଶା ଚକ୍ଷୁ କର୍ଣ୍ଣ ଏ ମୁଖ ଲିଙ୍ଗ ଗୁହ୍ୟ ସ୍ଥାନ। ଏହାକୁ ନବଦ୍ୱାର କହି ଇନ୍ଦ୍ରିୟ ଗଣ ସ୍ଥାନ ଏଇ। ଏ ସଙ୍ଗେ ଜୀବର ଗମନ ବିଷୟ କଲେ ଆସ୍ୱାଦନ। ଏ ଚକ୍ଷୁ ମୁଖ ନାସାଦ ତାର ଏ ପୂର୍ବ ମୁଖେ ପଞ୍ଚଦ୍ୱାର। ଉତ୍ତର ଦକ୍ଷିଣ ଯା କହି ଏ ପୁର ନବଦ୍ୱାର ସେଇ। ପଶ୍ଚିମ ବେନି ଭାଗ ଦ୍ୱାର ଏ ଲିଙ୍ଗ ଗୁହ୍ୟ ନୃପବର। ଏ ନବଦ୍ୱାରରେ ନିର୍ମିତ ଯେଝା ବିଷୟ ଆସ୍ୱାଦିତ। ତେବେନି ଆତ୍ମା ଦେବ ହରି ଏକ ଆରେକ ଆଗ ସରି। ହଦ୍ୟୋତ ଆଦି ମୁଖ ଦୁଇ ଚକ୍ଷୁର ନାମ ଏ ଅଟଇ। ତେବେନି ଦ୍ୱାରେ ପୁରଞ୍ଜନ କରଇ ରୂପ ସମ୍ପାଦନ। ନଳିନୀ ନାଳିନୀ ଯେ ଦୁଇ ନାସିକା ନାମ ଏ ଅଟଇ। ଏ ଦ୍ୱାର ଅବଧୂତ ନାମ ଗନ୍ଧାଦି ଅମୋଦ ପବନ। ସେ ପାପ ପୁଣ୍ୟ ଆଦି ଯେତେ ଜୀବ ଭୁଞ୍ଜ ଇଏ ଜଗତେ। ସୁଗନ୍ଧ ଦୁର୍ଗନ୍ଧ ସହିତେ ଦ୍ୱାରେ ଘେନଇ ନିରତେ। ବଦନ ନାମେ ମୁଖ ଦ୍ୱାର ରସନା ବାକ୍ୟେ ତା ମଧୁର। ଏବେନି ଇନ୍ଦ୍ରିଏ ରାଜନ ବାକ୍ୟାଦି ରସ ଆସ୍ୱାଦନ। ଏ ସାରା ସାର ଭାବ ଯେତେ ଦ୍ୱାରେ ଘେନଇ ନିରତେ। ପ୍ରବୃତ୍ତି ନିବୃତ୍ତି ଯେ ଦୁଇ ପଞ୍ଚାଳ ବିଷୟ ତା କହି। ଚକ୍ର ଇନ୍ଦ୍ରିୟ ଶ୍ରୁତି ଧର ପିତୃଜାନ ଦେବଜାନର। ଏ ମାର୍ଗେ ଗତି ନିରନ୍ତର ସୋ ଇଚ୍ଛା ଚିତେ ନୃପବର। ଆସୁରୀ ଲିଙ୍ଗ ଦ୍ୱାର ସ୍ଥାନ ଦୁର୍ମଦ ଉପସ୍ଥର ନାମ। ବେବାୟ ରତ ନାମ କହି ପ୍ରଜା ସର୍ଜନ କରେ ତହିଁ। ଅପରେ ଗୁହ୍ୟ ନାମ ରଟି ତହିଁ ଲୁବ୍ଧକ ବାୟୁ ସ୍ଥିତି। ବେଶସ ନାମ ମନ କହି ସେ ଦ୍ୱାରେ ମନ ଉତ୍ସର୍ଗଇ। ଅନ୍ଧ ବୋଲି କହିଲୁ ଯାହା ଏ ପାଦ ପାଣି ବୋଲି ତାହା। ଏବେନି ଇନ୍ଦ୍ରିୟ ବିଷୟ କହିବା ଶୁଣ ତୁ ନିର୍ଣ୍ଣୟ। ଆଦାନ ପ୍ରଦାନ ଏକରେ ଯେଝା ବିଷୟ ଅଧିକାରେ। ଦ୍ୱିତୀୟ ଅନ୍ଧ ଯେ ପୟର କହିବା ଏଥିର ବିଚାର। ଇନ୍ଦ୍ରିୟ ଯୋଗେ ପୁରଞ୍ଜନ ହରଇ ଗତାଗତେ ଦିନ। ଅନନ୍ତପୁର ବୋଲି ଯାହା ହୃଦୟ ପୁର ବୋଲି ତାହା। ଏ ବିଶୁଚି ନାମଟି ଯାହାର ଏମନ୍ତ ନାମ ନୃପବର। ତା ବସେ ଥାଇ ଏ ପୁରୁଷ ଭଜଇ ହରସ ବିରସ। ସେ ଗୁଣ ସଜାଣୁ ତରଇ ବୁଦ୍ଧି ଯହିଁକି ଚଳିବଇ। ତା ବସେ ପୁରୁଷ ଅଧୀନ କରଇ ନାନା କର୍ମମାନ। ଏ ଦେହ ରଥ ସ୍ୱରୂପେଣ ତୋତେ କହୁଛୁ ନୃପରାଣ। ଏ ରଥେ ଅସ୍ୱରୂପ ହୋଇ ଇନ୍ଦ୍ରିୟ ଗଣେଛନ୍ତି ରହି। ପଞ୍ଚ ବିଷୟ ମାର୍ଗେ ହଏ ଗମନ୍ତି ସମ୍ବତ୍ସର ଯାଏ। ଈଶ୍ୱର ଆଜ୍ଞାରେ ନିର୍ମିତ ଯେ ରଥେ ସକଳ ସଂଯୁକ୍ତ।
ପୁଣ୍ୟପାତକ ଚକ୍ର ଜହିଁ ଈଶ୍ୱର ଅହଙ୍କାର ବହି ଧ୍ୱଜ ସ୍ୱରୂପ ତିନି ଗୁଣ ରଥେ ବନ୍ଧନ ପଞ୍ଚ ପ୍ରାଣମ୍ ଏ ସ୍ୱରୂପ ବହିଛନ୍ତି ବାହ୍ୟ ଅନ୍ତରେ ପ୍ରକାଶନ୍ତି ବୁଦ୍ଧି ସାରଥି ରୂପେ ଜହିଁ ଏ ମନ ରଶ୍ମି ଚଳେ ତହିଁ ରଥ ପୁଞ୍ଜର ବ୍ୟବହାର ଇନ୍ଦ୍ରିୟ ବିଷୟ ତାହାର ଶପଥ ଧାତୁ ଆଭରଣ ତାର ବିକ୍ରମ ମତ ଜାଣମ୍ ଇନ୍ଦ୍ରିୟ ରସେ ରସୁଥାଇ ସେ ମୃଗ ତୃଷ୍ଣାରେ ଧାମଇ ଇନ୍ଦ୍ରିୟ ଅନାୟ ବିଷୟ ଭଜଇ ମୃଗ ଜାଲ ପ୍ରାୟ ଏ ସମ୍ବତ୍ସର ରୂପେ କାଳ ଚଣ୍ଡ ବେଗ ନାମ ଭୂପାଳମ୍ ଏ ଗନ୍ଧର୍ବୀ ଗାନ ଦିବାନିଶି 360 ପ୍ରକାଶୀ ଏ ସର୍ବେ କାଳ ସଙ୍ଗେ ଥାନ୍ତି ପୁରୁଷ ଆୟୁକୁ ହରନ୍ତି କାଳ ଦୁହିତା ଯାକୁ କହି ଜରାର ନାମ ଅଟେ ସେହି ସେ ପ୍ରାଣୀ ରୂପ କାନ୍ତି ହରେ ଦେଖିଲେ ପ୍ରାଣୀ ତାକୁ ଡରେ ଏଣୁ ତାହାକୁ କେହି ଭଲେ ବରଣେ କେହି ନ ଇଚ୍ଛିଲେ ସେ ମୂଳ ତାର ଭଙ୍ଗ ପ୍ରାୟ ସେହୁ ଆବରି ନିତ୍ୟ ରହେ ଏ ସେ ପ୍ରାଣୀ ରୂପ କାନ୍ତି ହରେ ମୃତ୍ୟୁ ପର୍ଯ୍ୟନ୍ତ ପୀଡ଼ା କରେ ପ୍ରଜ୍ୱଳ ଆଦି ଯେତେ ନର ପ୍ରବେଶୀ ନାଶନ୍ତି ଶରୀର ବିବିଧ ଦୁଃଖ ତାପତ୍ରୟେ ପୀଡ଼ନ୍ତି ପ୍ରାଣ ଶେଷ ଯାଏ ପ୍ରାଣ ଇନ୍ଦ୍ରିୟ ମନ ଧର୍ମ ନିର୍ଗୁଣ ଆତ୍ମାର ଅଧୀନ ଏକାମ ସୁଖ ଲଭ ମାତ୍ର ଭୁଞ୍ଜ ଇ ଦୁଃଖ ସୁଖ ପାତ୍ର ଏ ମୋର ବୋଲି ଅହଙ୍କାରେ ବହିଛୁ ଦୁଃଖ ନିରନ୍ତରେ ପରମ ଆତ୍ମା ଭଗବାନ ସେ ସର୍ବ ହେତୁ ଚୈତନ ତାବତ ତାକୁ ନ ଜାଣଇ ଏ ଭ୍ରମେ ଭ୍ରମ ହେଉଥାଏ ଯାବତ ପ୍ରକୃତି ଗଣରେ ଜୀବ ପଡ଼େ ମହାଘରରେ ଗୁଣାଭିମାନ ନିରନ୍ତର ତାବ ସେ କର୍ମରେ ସତର ଧାତୁକେ ତମ ରଜ ଆଦି କର୍ମ ହୁଏ ତ୍ରୟ ବିଧି ପୁରୁଷ ଯେ କର୍ମ କରଇ ସେ ଅନୁସାରେ ଜନ୍ମ ହୋଇ ଧାତୁକେ ଯେବା କର୍ମ କରେ ଅଧିକ ପ୍ରକାଶିତ କରେ ଏହି ତ୍ରିଲୋକ ଯଶ ତାର ଗାବନ୍ତି ଦେବାସୁର ନର ରାଜସ କର୍ମ ଯେ କରନ୍ତି ଆଦ୍ୟରେ ସେ ସୁଖ ଲଭନ୍ତି ପଶ୍ଚାତ ଲଭେ ବହୁ ଦୁଃଖ ଏ ଭାବ ନ ଜାଣେ ମୂର୍ଖ ତାମସ କର୍ମ ସଦ୍ୟ ଫଳ ସେ ସୁଖ ଶୋକ ମୋହାଳ ଅଜ୍ଞାନ ଭାବେ ମୂଢ଼ ମୁହିଁ ସ୍ୱକର୍ମ ବସେ ଭ୍ରମୁଥାଇ ଭେଦ ପୁରୁଷ ନାରୀ ଦେଇ ଏ ଚରାଚର ଭ୍ରମେ ମହି ନପୁଷ ଜନ୍ମ କେବା ଧରେ ଏ ରୂପେ କର୍ମ ଅନୁସାରେ କେବେ ହେଁ ଦେବତନୁ ପାଇ ମନୁଷ୍ୟ ଜନ୍ମ କେଲ ଭଇ ଅଗାଦି ପଶୁ ଚରାଚରେ ସୁକର୍ମ ଭୁଜନ୍ତି ପାମରେ ଯେସନେ କ୍ଷୁଧାତୁର ହୋଇ କୁକୁର ପ୍ରାୟତଃ ଭ୍ରମଇ ଆହାର ଅର୍ଥେ ନିରନ୍ତରେ ସତ୍ୱରେ ଭ୍ରମେ ନାନା ପୁରେ କାହିଁ ବା ଆହାର ମେଳଇ କାହିଁ ନିର୍ଘାତ ଦଣ୍ଡ ପାଇ ସର୍ବେ କହନ୍ତି ବେଗେ ମାର ଦୁଷ୍ଟ ସଜନ ଆଦି ନର ତା ଭାବେ କର୍ମ ଶତ୍ରୁପଣେ ନିରତେ ଦଣ୍ଡେ ଅନୁକ୍ଷଣେ ସେ ରୂପେ ଜୀବ ସଂଜାତ ସ୍ୱକର୍ମ ବଳେ ଆତଜାତ ଏମନ୍ତ ଉଚ୍ଚ ନିଚେ ଭ୍ରମି କର୍ମ ଭୁଞ୍ଜଇ ଦୁଃଖେ ଭ୍ରମି ତୁ ବିପ୍ରବାକ୍ୟେ ବିମୋହିତ ନ ଜାଣି ବେଦର ବୃଦାନ୍ତ ଏହାଙ୍କ ବାକ୍ୟେ ତୁ ରାଜନ ଭ୍ରମେ ହୋଇଲୁ ଅତ ଜ୍ଞାନ ଏବେ ଯେ ହରିଙ୍କ ଚରଣ ତୁ ଯାଇ ପଶଯା ଶରଣ ଏ ତୁମ୍ବ ସନ୍ଦେହ ଫେଡ଼ିଲୁ ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ ଅପର ଗୁପ୍ତ ଦୃଷ୍ଟାନ୍ତର ତୋତେ କହିବା ନୋପବର ତା ତୋତେ ବୁଝାଇ ରାଜନ ତେବେ ହୋଇବ ତୋର ଜ୍ଞାନ ଅଛବ ମିଥୁନେ ସଂଯୋଗ କୁସୁମ ବାଡ଼ି ମଧ୍ୟ ମୃଗ ହରିଣୀ ରସେ ବଶ ହୋଇ ଅଜ୍ଞାନେ ମୃତ୍ୟୁ ନ ଜାଣଇ ଅଳପ ସୁଖେ ଭ୍ରମ ଅତି ଭ୍ରମର ଗୀତେ ଡେରି ଶ୍ରୁତି ତାଗ୍ରେ ବୃକମାନେ ଛନ୍ତି ସେ ତାର ମାଂସରେ ବଞ୍ଚନ୍ତି ତାହାଙ୍କ ମୁଖକୁ ରାଜନ ନିର୍ଭୟ କରଇ ଗମନ ତା ପଛେ ବ୍ୟାଧି ଗୋଡ଼ାଇଛି ସ୍ୱପନେ ଜାଣ ବାନ୍ଧି ଅଛି ତାହାକୁ ନ କରିଣ ଭୟ ଆନନ୍ଦେ ମୃଗିବ ସେ ମୋହ ଭେଦିଣ ବ୍ୟାଧ ତୀକ୍ଷ୍ଣ ସର ମେଳାଇ ଅବେ ଅଧେତା ଶରୀର ଗଲାଣି ନ ଜାଣଇ ସୁଖେ ତେବେ ସେ ଉତ୍ସର୍ଗ ତାର ଭକ୍ଷେ ଏ ତାହାକୁ ନ କରିଣ ଭୟେ ସଦୀରେ ବୃକ୍ଷୁଲତା ଖାଏ ଏମତେ ମୃଗ କେ ରାଜନ ବିବେକୀ ଖୋଜ ତୁ ବହନ ଯେବେ ତୁ ଜାଣି ଧୂର୍ତ୍ତମତି ବିଷୟ ଧ୍ୟାନ ତ୍ୟାଗ ଗତି ଏ ଅନୁଭବେ ବୁଝରାଏ ବିବେକୀ ଜାଣିବ ତ କାଏ ତା ଶୁଣି ସଭଏ ରାଜନ ଭମୁନି ସାବଧାନେ ଶୁଣ ରାଜବାଚ ଆମ୍ଭର ଏଣେ ନାହିଁ ଗତି ଏଣୁ ବିବେକ ହୁଏ ମତି ଏବେ ମୋଠାରେ ଦୟାବହ ଏ କଥା ମୋତେ ଫେଡ଼ି କହ ବେଦୟାଳୁ ଯୋଗେଶ୍ୱର ସକଳ ଘଟେ ଦୟା ପର ମୁଁ ବୁଝି ନ ପାରିଲି ଚିତ୍ତେ କ୍ଷୀଣ ସଂଶୟ କହ ମୋତେ କେ ମୃଗ ବ୍ୟାଧ ବୃକ ଦେଇ ଭମୁନି ବର ଦେବା କହି ନାରଦବାଚ ଏ ଶୁଣ ରାଜନ ଶୁଦ୍ଧ ଚିତ୍ତେ ଫେଡ଼ିଣ କହିଦେବା ତୋତେ ହେ ରାଜା ମୃଗ ରୂପୀ ତୁହି ତୋ ପତ୍ନୀ ଗଣେ ବୃକ ଦେଇ ସେ ତୋତେ ବେଢ଼ି ଅଗ୍ରେଛନ୍ତି ତୋ ପ୍ରାଣ ବିବାଦେ ନାଶନ୍ତି ତୁ ତାହା ତର୍କି ନ ପାରିଲୁ ସ୍ୱବେଶ ତନୁକୁ ପୂଜିଲୁ ଏ ସ୍ୱପ୍ନାଗ୍ନି ଯେ ସ୍ତ୍ରୀ ଦୁର୍ଜନ ବିଶ୍ୱାସ ନ ଯିବ ଏ ଜନ ତୁ ତାଙ୍କ ବସେ ନିମଜିଲୁ ପ୍ରାଣୁ ଅଧିକେ ସ୍ନେହ କଲୁ
ସେ ତୋର ବଶ କଲେ ମନ ଯେସନେ ପଶୁ ଯେ ବନ୍ଧନ ଏ ତୋତେ ନିଶ୍ଚେ ବିନାଶିବେ ତୋ ସ୍ନେହ ବସେ ପ୍ରାଣ ନେବେ ଏ ଶଙ୍କୁତର ନୃପବର ହୋଇବ ମୁଖ୍ୟ ମାର୍ଗ ଦୂର ତୁ ଅନୁଭବ ଏହା ବେଗେ ଆଉ କି କହିବି ତୋ ଆଗେ କୁସୁମ ବନ ବୋଲି ଯାହା ନାରୀଙ୍କ ଧର୍ମ ବୋଲି ତାହା ତା ସଙ୍ଗେ ପୁରୁଷ ଘର ଆନନ୍ଦେ କରଇ ବିହାର ଏବେ ତୁ ବୁଝ ମହିପତି ଏ ମୃଗ ତୃଷ୍ଣା ଜୀବ ଗତି ଆପଣା ଚିତ୍ତେ ତୁ ବିଚାର ଏ ଚିତ୍ତ ହୃଦେ ତୁ ହି ଧର କାମୁକ କାମ ସୁଖ ପାଇ ଗୃହ କରଣେ ବନ୍ଦୀ ହୋଇ ଯେନେ ପଙ୍କଜ ମଧୁ ଆସେ ଭ୍ରମର ଚୁମ୍ବେ ସ୍ନେହ ବସେ ଏ ସ୍ନେହାନୁବନ୍ଧେ ନ ଛାଡ଼ିଲା ପଦ୍ମ ମୁଦ୍ରିତେ ପ୍ରାଣ ଦେଲା ସେ ରୂପେ ନାରୀ ମୁଖାମ୍ବୁଜ ଜହିଁ ଯୋଗୀନ୍ଦ୍ର ଯୋଗ ତ୍ୟଜ ପୁଣ୍ୟାଦି ଧର୍ମ କରେ ନାଶ ଯେ ସଙ୍ଗେ ନାହିଁ ସୁଖ ଲେଶ ସତ୍ୟ ଶୌଚ ଦୟା ଧର୍ମ ଶାନ୍ତ ସୁଶୀଳ ମତି ଭ୍ରମ ତୁ ଗୃହ ଛାଡ଼ି ହରି ଭଜ ବିଷୟ ଧ୍ୟାନ କର ତେଜ ତା ଶୁଣି ବୋଲ ଏ ରାଜନ ଭଉନି ଏ ତୁମ୍ଭ ବଚନ ବିଚାରି ବୁଝିଲ ହିଁ ଚିତ୍ତେ ମୋରା ଯେ ବିପ୍ରେଛନ୍ତି ଯେତେ ଏ ସର୍ବେ ନ ଜାଣନ୍ତି ଜ୍ଞାନ ବିଦ୍ୟା ବିଭେଦ ଅଭିମାନ ଯେ ଯେବେ ଜାଣନ୍ତେ ନା ଏହା କିମ୍ପାଇଁ ନ କହନ୍ତେ ତାହା ଏଣୁ ସେ କର୍ମେ ମତେ ଟେକି ଯେଣୁ ଅଟନ୍ତି ଅବିବେକୀ ଭମୁନି ତୁମ୍ଭ ପ୍ରାୟ ଯେତେ ସାଧୁ ଏ ଅଛନ୍ତି ଜଗତେ ଏ ତୁମ୍ଭ ପ୍ରାୟ ଦୟା କରି କେହି ନ ଛାଡ଼ନ୍ତି ମୋ ପୁରୀ ଏ କଥା କହ ମୁନିବର ମୋର ସଂଶୟ ଯାଉ ଦୂର ଏମତେ ଦେବ ମହାରୁଷି ତା ବାକ୍ୟ କହନ୍ତି ପ୍ରଶଂସି ତୁ ଯାହା ପୁଛିଲୁ ରାଜନ କହିବି ଏଥିର ବିଧାନ ଯେ ପଦ ଲାଭ ପଦାଶ୍ରିତ ଏଣେ ନ ଭାବେ ତାଙ୍କ ଚିତ୍ତ ଏ ସ୍ୱର୍ଗାପ ବର୍ଗ ତୁଚ୍ଛ ଗଣି ତୋ ରାଜଭୋଗ ମୃତ୍ୟୁବାଣୀ ଏଣୁ ସାଧବେ ତାହା ଦେଖି ଭୟ ବିମୁଖେ ଦୁରୁପେକ୍ଷୀ ଆତ୍ମା ବିହୀନେ ପିଣ୍ଡ ଯେନେ ସଭଏ ତେଜନ୍ତି ଯେ ସନେ ଦେଶନେ ରାଜ୍ୟ ବିଭୂତି ଭଏ ସାଧବେ ନ ଛାଡ଼ନ୍ତି ତୁ ରାଜା ଚିତ୍ତେ ପରିମାଣ ଭୋଗାଦି ଅନର୍ଥ କାରଣ ତା ଶୁଣି ସଭଏ ନୃପତି ଚିନ୍ତା ବିମୁଖେ ଦୁଃଖୀ ଅତି ଏ ବିପ୍ରଗଣ ଅନୁକ୍ଷଣେ କହନ୍ତି ଯଜ୍ଞାଦି କାରଣେ ଏହାଙ୍କ କର୍ମ ଦୀକ୍ଷା ଯେତେ ଛାଡ଼ିଲା ତୁମ୍ଭ ବାକ୍ୟ ଚିତ୍ତେ ଯେ କର୍ମେ ଯୋଗୀ ଜନମୋହ ଏଣୁ ଏ ସର୍ବଠାରେ ସ୍ନେହ ଏକ ସଂଶୟ ହୃଦୟ ଅଛି ଭମୁନି କହ ପଚାରୁଛି ଯା ଦେହେ ପ୍ରାଣୀ ଗର୍ଭ ପରେ ତା ଛାଡ଼ି ପ୍ରଲୋକେ ସଞ୍ଚରେ କର୍ମ ଭୁଞ୍ଜଇ ଅନ୍ୟ ଦେହ କଥା ସର୍ବଦେହ କହେ ଫେଡ଼ିଣ କହିବା ଗୋସାଇଁ ଆବର ସନ୍ଦେହ ଅଛଇ ତା ପଚାରିବି ହୃଦ ଭାବେ ମୋ ମନେ ସୁମରିବି ଏବେ ଦେହ ସହିତେ ଯେତେ କର୍ମ ଲୋକ ବିଚାରେ ବିଧି ଧର୍ମ କର୍ମ ଉଭାରେ ତା ନ ଜାଣି କେମନ୍ତେ କର୍ମ ଭୁଞ୍ଜେ ପ୍ରାଣୀ ଅଦୃଷ୍ଟ କର୍ମେ ସଂଯୋଗ ଇ ସନ୍ଦେହ ଲାଗେ ମୋର ଦେଇ ନାରଦ ବାଚ ଏ ଶୁଣ କହିବା ନୃପରାଣ ଏବେ ନିସନ୍ଦେହ ଫେଡ଼ିଣ ଯେ ଦେହେ ଜୀବ କର୍ମ କରେ ପ୍ରଲୋକ୍ୟ ଭୁଞ୍ଜେ ସେ ଶରୀରେ ଏ ସ୍ଥୂଳ ଦେହେ ଗଲେ ନାଶ ଏ ଲିଙ୍ଗ ଅନ୍ୟ ଦେହେ ବାସ କର୍ତ୍ତା ଭୋକ୍ତା ନୁହେଁ ଭିନ୍ନ ସ୍ୱପ୍ନେ ଦୃଷ୍ଟାନ୍ତର ଯେ ସନ ଶୟନେ ଦେହ ପଡ଼ିଥାଇ ଶ୍ୱାସ କ୍ଷେପଣ ନ ଛାଡ଼ଇ ଏ ହେତୁ ସ୍ନେହ ପରିହର ଏ ମତ ଲିଙ୍ଗ ଦେହ ଧର ଏ ଅଦ୍ଭୁତ କର୍ମ ଏ ବ୍ୟବହାର ଏମନ୍ତ କରେ ଅଙ୍ଗୀକାର ଏମନ୍ତ ଜାଣି ଦୃଷ୍ଟାନ୍ତର ଏ ମନ ଅନ୍ୟତ୍ର ଶରୀର ଧରିଣ ସ୍ଥୂଳ ଦେହମାନ ମୁକୁଳେ ସ୍ନେହ ବିଦୋଛନ ମୁଁ ପୁତ୍ର ଦାରାଧି ମନ୍ଦିର ବୋଲିଣ କରେ ଅଙ୍ଗୀକାର ଏ ଅଭିମାନ କର୍ମ କରେ ସେ କର୍ମ ଦୋଷ ଯୋଗ ଧରେ କର୍ମ ନଥିଲେ ଯୋଗ କାହିଁ ଏମନ୍ତ ଜାଣି ନ ପାରଇ ଏମନ୍ତ ଲିଙ୍ଗ ଦେହ ଜ୍ଞାନୀ ଭୋଗାର୍ଥେ ସୁସ୍ଥୂଳ ଦେହ ଜ୍ଞାନୀ ଯାହା ତୁ ପୁଛିଲୁ ନୃପତି ବିନାଶ କର୍ମ ଉପଗତି ତା ଫେଡ଼ି କହିବାକ ତୋତେ ସନ୍ଦେହ ଫେଡ଼ିବ ଯେ ମତେ ଏ ଜ୍ଞାନ କର୍ମ ଇନ୍ଦ୍ରି ଦୁଇ ଭେଦେଣ କର୍ମାଣୀ କରଇ ଏ ସର୍ବ ପାପାଦି ବିଷୟ କରନ୍ତି ଏ ମନ ଇନ୍ଦ୍ରିୟ ବିଷୟ କର୍ମ ମାନ ଜାଣି ନୋହିଲେ କେବା ପରିମାଣୀ ଏ ରୂପେ ଜାଣି ଚିତ୍ତ ବୁଦ୍ଧି ଭୁଞ୍ଜଇ ସର୍ବକର୍ମ ସିଦ୍ଧି କର୍ମେ ନଥିଲେ ଭୋଗ କାହିଁ ବିବେକୀ ବୁଝଣ ରସାଇ ଏ ପ୍ରତିଲକ୍ଷ୍ୟ ଦୃଷ୍ଟାନ୍ତର ତୋତେ କହିବା ନୃପବର ତୋ ଅନ୍ୟ ଦେହ ଥାଉ ତେବେ ଦେହ ବୁଝ ଅନୁଭବେ ଜାଗ୍ରତେ ଯେତେ ରୂପମାନ ଏ ଦେହ ଭାବିଥାଇ ମନ ଦୃଷ୍ଟି ଶ୍ରବଣେ ବିଷୟ ସ୍ୱପନ ସଙ୍ଗେ ସେ ଉଦୟ ଏ ଦେହ ଲିଙ୍ଗ ଧରି ମନ ବିଷୟ କର୍ମ କରେ ଧ୍ୟାନ ବୃଥାରେ ଅନୁଭବ ନାହିଁ ସ୍ୱପନେ ଦେଖିବା ତା କାହିଁ ଏହାର ପୂର୍ବ କର୍ମ ଦୋଷ ଯାବତ ହୋଇଛି ବିଶ୍ୱାସ ତା ଅନ୍ୟ ଦେହେ ଭୋଗ କରେ ଯେ ଶୁଭାଶୁଭ ବ୍ୟବହାରେ ଏ ସର୍ବେ ହନ୍ତି ମୁଖ୍ୟ କର କହିଲୁ ବ୍ରହ୍ମ ତତ୍ତ୍ୱ ସାର ସଂସାର ବନ୍ଧୁ ମୁକ୍ତ ହୁଏ ଅଜ୍ଞାନେ ଗୃହ ବାସେ ରହେ ପରୀକ୍ଷ ତତ୍ତ୍ୱ ଜ୍ଞାନ ସାର ତୋ ଭାବେ କହିଲୁ ବିଦୁର କହି ବିପ୍ର ଜଗନ୍ନାଥ ମୈତ୍ରେୟ ବିଦୁର ଚରିତ ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସହିତାମ୍ 82 ଚତୁର୍ଥ ସ୍କନ୍ଧେ
मैत्रेय विदुर चरित नाम 29 अध्याय। बोलानंदे कवार हरि हरि बोल।